ଗ୍ୟାରେଣ୍ଟି ଦେଇକି କହୁଛି ଯଦି ଏଇ ପ୍ରୋସେସ୍ରେ ଆପଣମାନେ ଇଟଲି ଆଣଟା ତିଆରି କରିବେ ତ ଇଟଲିଟା କେବେ ବି ଟାଣା ହେବନି, ଏକଦମ ତୁଲତୁଲିଆ ଆଉ ଏକଦମ ନରମ ବନିବ, ପାଟିରେ ଦେଲା ମାତ୍ରେ ପୁରା ମିଳେଇଯିବ। ତ ଆସନ୍ତୁ ଦେଖିବା ଇଟଲି ଆଣଟା କେମିତି ତିଆରି କରାଯାଏ। ତ ଏଇଠି ଦେଖନ୍ତୁ ମୁଁ ଗୋଟେ ଛୋଟିଆ ଗ୍ଲାସ୍ ନେଇଛି, ଛୋଟିଆ ଗ୍ଲାସ୍ରେ ଗୋଟେ ଗ୍ଲାସ୍ ଏଇଠି ମୁଁ ଦେଉଛି ବିରି। ତ ସବୁଯାକ ଜିନିଷ ମାପିକି ଦେଲେ ପୁରା ପରଫେକ୍ଟ ଇଟଲି ଆଣଟା ତିଆରି ହୁଏ ଆଉ ଇଟଲିଟା ଏକଦମ ନରମ ବନିବ। ତ ଏଇଠି ମୁଁ ଦେଇଛି ଗୋଟେ ଗ୍ଲାସ୍ ବିରି ଡାଲି, ଏଇଠି ଆପଣମାନେ ଦେଖନ୍ତୁ। ତାପରେ ଏଇଠି ଆମେ କ'ଣ କରିବା ନା, ପ୍ରଥମେ ବିରିଟାକୁ ଭଲସେ 2ରୁ 3 ଥର ପାଣି ଦେଇକି ୟାକୁ ଆମେ ଧୋଇବା। ଫ୍ରେଣ୍ଡସ୍, ବିରି ଭିତରେ ବହୁତ ହି ଷ୍ଟାର୍ଚ୍ଚ ରୁହେ, ଧଳା ଧଳା ପାଣି ଅଂଶ ରୁହେ। ତ ସେଇଥିପାଇଁ ଏଇଠି ଆମେ 2ରୁ 3 ଥର ନିହାତି ଭଲସେ ଧୋଇବା ଜରୁରୀ। ତ ଫ୍ରେଣ୍ଡସ୍, ଏବେ ପର୍ଯ୍ୟନ୍ତ ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତ ଏବେ ହିଁ କରିଦିଅନ୍ତୁ, କାରଣ ପରେ ଆପଣମାନେ ପୁରାପୁରି ଭୁଲିଯିବେ। ତ ଏଇଠି ଆମେ ବିରିରେ ଢେର ସାରା ପାଣି ଦେଇକି 2ରୁ 3 ଥର ଧୋଇ ଆଣିବା। ତାପରେ ଏଇଠି ଆଉ ଥରେ ଭଲ ପାଣି ଏଇଠି ଆମେ ଦେବା। ଭଲ ପାଣି ଦେଇ ସାରିଲା ପରେ ଏଇଠି ଦେଖନ୍ତୁ ମୁଁ ଆଉ କ'ଣ କ'ଣ ପକାଉଛି। ତ ସେଇ ଗ୍ଲାସ୍ରେ ମାପିକି ଏଇଠି ଆମେ ଦେବା ଅଧ ଗ୍ଲାସ୍ ଶାଗୁ। ଶାଗୁ ଆପଣମାନେ ମୋଟା ଦାନା ବି ଦେଇପାରିବେ, ସରୁ ଦାନା ବି ଦେଇପାରିବେ, କିନ୍ତୁ ଯେତିକି ଦେବେ କ୍ୱାଣ୍ଟିଟି ହିସାବରେ ହିଁ ଦେବେ। ତ ସେଇ ଗ୍ଲାସ୍ରେ ମାପିକି ଏଇଠି ମୁଁ ଦେଖନ୍ତୁ ଦେଉଛି ଚୁଡ଼ା। ଚୁଡ଼ାଟା ଆପଣଙ୍କ ପାଖରେ ମୋଟା ଅଛି କିମ୍ବା ପତଳା ଅଛି, ଯେଉଁଟା ବି ଅଛି ତ ଆପଣମାନେ ଅଧ ଗ୍ଲାସ୍ ହିଁ ଦେବେ। ତ ଏଇଠି ଦେଖନ୍ତୁ ଅଧ ଗ୍ଲାସ୍ ମୁଁ ଦେଇଛି କଞ୍ଚା ଚୁଡ଼ା। ତ ଏଇ ଚୁଡ଼ା, ବିରି ଆଉ ଶାଗୁଟାକୁ ବି ଆଉ ଥରେ 2ରୁ 3 ଥର ଭଲସେ ଆମେ ଧୋଇ ଆଣିବା। ତ ଏଇଠି ଦେଖନ୍ତୁ ଫ୍ରେଣ୍ଡସ୍, ମୁଁ ଧୋଇ ସାରିଲା ପରେ ଏଇଠି ଆମେ ଦେବା ପାଣି। ପାଣି ଏ ସବୁଯାକ ଜିନିଷ ଯେମିତି ଭଲସେ ବୁଡ଼ିଯିବ ସେ ପର୍ଯ୍ୟନ୍ତ ଏଇଠି ଆମେ ପାଣି ଦେବା। ତ ଦେଖନ୍ତୁ ଏଇଠି ପୁରା ସବୁ ଜିନିଷ ବୁଡ଼ି ସାରିଛି। ତ ୟାକୁ ଆମେ କଭର୍ କରିନେବା। କଭର୍ କରିକି 5ରୁ 6 ଘଣ୍ଟା ପାଇଁ ବତୁରିବା ପାଇଁ ଛାଡ଼ିଦେବା। ତ ଆସନ୍ତୁ ଆଉ କ'ଣ କ'ଣ ଆମେ ବତୁରେଇବା ଦେଖିନେବା। ତ ଆଉ ଗୋଟେ ମୁଁ ବଡ଼ ବାଉଲ୍ ନେଇଛି, ଏଇଠି ଦେଖନ୍ତୁ ମୁଁ ଦେଉଛି ଚାଉଳ। ଚାଉଳଟା ଅରୁଆ ଚାଉଳ ନୁହେଁ, ଏଇଟା ହେଉଛି ଉଷୁନା ଚାଉଳ। ତ ଏଇଠି ଆପଣମାନେ କଣ୍ଟ୍ରୋଲ ଚାଉଳ, ଉଷୁନା ଚାଉଳ ବି ଏଇଠି ବ୍ୟବହାର କରିପାରିବେ। ତା ଦେହରେ ବି ଇଟଲି ବହୁତ ହି ନରମ ବନିଥାଏ। ତ ଏଇଠି ଦେଖନ୍ତୁ ସେଇ ଗ୍ଲାସ୍ରେ ମାପିକି ଏଇଠି ଆମେ ଦେବା ଚାଉଳ। ଏଇଠି ମୁଁ ଚାଉଳ 4 ଗ୍ଲାସ୍ ଚାଉଳ ନେଇଛି, ଗୋଟେ ଗ୍ଲାସ୍ ବିରି ଆଉ ଅଧ ଗ୍ଲାସ୍ ଶାଗୁ, ଅଧ ଗ୍ଲାସ୍ ଚୁଡ଼ା ପାଇଁ ଏଇଠି ମୁଁ ଦେଇଛି 4 ଗ୍ଲାସ୍ ଚାଉଳ। ତ ଦେଖିଲେ ନା ଉଷୁନା ଚାଉଳ ଏଇଟା। ତାପରେ ଏ ସବୁ ଜିନିଷକୁ ବଢ଼ିଆ ସେ ଫର୍ମେଣ୍ଟ କରିବା ପାଇଁ ଆଉ ବତୁରିବା ପାଇଁ ଆଉ ଟେଷ୍ଟ ଅଧିକ ଆଣିବା ପାଇଁ ଆଉ ନରମ ବନିବା ପାଇଁ ଏଇଠି ମୁଁ ଦେଉଛି ଦେଖନ୍ତୁ ମେଥି ଦାନା। ପୁରା ମେଥି ଦାନା ଗୋଟେ ଚାମଚରେ ପୁରା ଗୋଟେ ଚାମଚ ଏଇଠି ଆମେ ଦେବା। ତାପରେ ଏଇ ଚାଉଳ ଆଉ ମେଥିକୁ ବି ଭଲସେ ଆମେ ଧୋଇ ଆଣିବା। ତ ଧୋଇବା ପାଇଁ ଏଇଠି ଆମେ ଢେର ସାରା ପାଣି ଦେବା। ଆଉ ପାଣି ଦେଇ ସାରିଲା ପରେ ଚାଉଳକୁ ବି 2ରୁ 3 ଥର ବଢ଼ିଆ ସେ ରଗୁଡ଼ି ଚାଉଳଟାକୁ ଆମେ ଧୋଇ ଆଣିବା। ତ ଏଇଠି ଦେଖନ୍ତୁ ଫ୍ରେଣ୍ଡସ୍, ଧୋଇ ଆଣିଛି। ତାପରେ ଏତକ ଜିନିଷ ବି ବତୁରିବା ପାଇଁ ଏଇ ଚାଉଳ ଆଉ ମେଥି ବୁଡ଼ିଲା ପର୍ଯ୍ୟନ୍ତ ଏଇଠି ଆମେ ଦେବା ପାଣି। ଯେଉଁ ପାଣି ଆପଣମାନେ ଦେବେ ଭଲ ପାଣି ଦେବେ, କାରଣ ଆମେ ଏଇ ପାଣିରେ ହିଁ ବାଟିବା। ତ ସେଇଥିପାଇଁ ଭଲ ପାଣି ଦେବେ। ତାପରେ ୟାକୁ ବି ଆମେ କଭର୍ କରିକି 5ରୁ 6 ଘଣ୍ଟା ପାଇଁ ବତୁରିବା ପାଇଁ ଛାଡ଼ିଦେବା। ଚାଉଳଟା ଏକଦମ ବଢ଼ିଆ ସେ ଫୁଲିବ ଆଉ ବହୁତ ହି ନରମ ହେଇକି ବତୁରି ହେବ। ତ ଏଇଠି ଦେଖନ୍ତୁ ପାଖାପାଖି ମୁଁ 5 ଘଣ୍ଟା ବତୁରେଇଛି। ତ ଏଇଠି ଦେଖନ୍ତୁ ଚାଉଳଟା ଆମର କେତେ ସୁନ୍ଦର ବତୁରିଛି, ଦେଖିଲେ ନା। ସାଙ୍ଗରେ ମେଥି ବି ଦେଖନ୍ତୁ କେତେ ବଢ଼ିଆ ସେ ବତୁରି ଯାଇଛି, ଦେଖିଲେ ନା। ଚାଉଳଟା ଦେଖନ୍ତୁ କେତେ ବଢ଼ିଆ ଦେଖାଯାଉଛି ଆଉ ଫୁଲିକି ପୁରା ଡବଲ୍ ହେଇଛି, ଦେଖିଲେ ନା। ଏଇଭଳି ଆମକୁ ଯଦି 5ରୁ 6 ଘଣ୍ଟା ଆମେ ବତୁରେଇବା ତ ଇଟଲିଟା ବହୁତ ହି ନରମ ଆଉ ତୁଲତୁଲିଆ ହେଇକି ତିଆରି ହେଇଥାଏ। ତ ଏଇଠି ଆପଣମାନେ ଦେଖିଲେ ଚାଉଳଟା ଆମର କେତେ ବଢ଼ିଆ ସେ ବତୁରିଛି, ଦେଖିଲେ ନା। ତ ଆସନ୍ତୁ ଏବେ ଆମେ ଦେଖିବା ଆମର ବାକି ଜିନିଷ ଯେଉଁ ବତୁରେଇଥିଲେ କେମିତି ବତୁରୁଛି। ତ ଏଇଠି ଦେଖନ୍ତୁ ଶାଗୁଟା ବି ପୁରା ଡବଲ୍ ହେଇଛି, ସାଙ୍ଗରେ ଚୁଡ଼ା ବି ଭଲସେ ବତୁରିଛି ଆଉ ବିରିର ତ କହିବା କଥା ନୁହେଁ, ବିରିଟା ଏକଦମ ବଢ଼ିଆ ସେ ଫୁଲିକି ରେଡ଼ି ହେଇଛି। ତ ଏଇଠି ଆପଣମାନେ ଦେଖିଲେ ହିଁ ଜାଣିପାରୁଥିବେ କେତେ ସୁନ୍ଦର ଆମର ଫୁଲିକି ପୁରା ରେଡ଼ି ହେଇଛି। ତ ଆସନ୍ତୁ ୟାକୁ ଆମେ ବାଟି ନେବା। ବାଟିବା ପାଇଁ ଏଇଠି ମୁଁ ଦେଉଛି ବିରି ବଟା। ଆପଣମାନେ ଚାହିଁଲେ ଗ୍ରାଇଣ୍ଡରରେ ବି ବାଟି ପାରିବେ, ଗ୍ରାଇଣ୍ଡରରେ ବି ବହୁତ ଭଲ ହୁଏ, କିନ୍ତୁ ଏଇଥିରେ ବାଟିଲେ ନା ବିରି ବଟା
मेसीन रे एथिरे बाटिले कौन अधिक नरम आ बहुत ही शीघ्र फर्मेंट हुए आ बहुत ही बढ़िया से भी इडली पिठाटा तैयारी हुए। तो सेम प्रोसेस रे आपण माने ग्राइंडर रे भी बाटी पारिबे। प्रथमे आमे देई दबा सागु चूड़ा आ बिरी देई दबा, तापरे एठी आमे दबा चाउल देई सारला परे मेसीन टाको ऑन करिबा। प्रथमे 2 मिनिट याको बाटिया पई छाड़ दबा। 2 मिनिट परे एठी हमकु जेतिकी पानी दरकार जो पानी रे आमे बतुरे थिले देखंतु सब जिंस सेई पानी ही एठी आमे दबा देकी याको एमिति कवर करि नबा आ कवर करके 5 रु 6 मिनिट याको बाटिया पई छाड़ी दबा। तो एठी देखंतु पूरा चिक्कण करके बाटी हिजी। तो एबे हमकु जेतिकी लूण दरकार सेतिकी लूण एठी आमे देई दबा देकी 2-3 मिनिट आउ थरे भल से बाटी आनिबा। तो एठी देखंतु पूरा चिक्कण हेकी बाटी हिजी, कोठी भी बिल्कुल भी खदड़िया नहीं। तो एबे आमे बाटनटा को आउ गोटे जगह को आमे बाहर करि नबा। तो देखंतु फ्रेंड्स मु आउ गोटे जगह को बाहर कर सारची। तो एबे आमे आको कवर करके पूरा गोटे राती बाहर रखिबा, फ्रिज रे रखिबानी। गोटे राती पूरा रखि सारला परे ता सखाळु देखंतु आणटा हमर केते सुंदर फर्मेंट हेची। एठी देखंतु मु आणटा आपण मानको देखै दउची। आणटा आमे जेतिकी रखिथिले ताठू डबल फर्मेंट हेची आ एकदम बढ़िया तैयारी हेची। स्पेशली खरा दिन रे कोन जल्दी फर्मेंट हुए आ बहुत ही बढ़िया से फर्मेंट हुए। शीत दिन आ वर्षा दिन रे जदि आपण माने आण तैयारी करिवे ना तो ओवन भीतर रखिबे। तो ओवन भीतर कोन गरम थाए तो सेति पई गरम रे फर्मेंट हे जाए। आ खरा दिन जदि आपण माने तैयारी करिवे आणटा सेटा आपण माने फ्रिज रे रखिबेनी, बाहर ही रखिबे जोठी कि टिकेना को गरम लागुथबो। तो एठी देखंतु आमर आणटा केते सुंदर तैयारी हेची। एई आणरे जदि आपण माने इडलीटा बनेबे ना मु ग्यारंटी देके कहूची इडलीटा आम पिठाटा एकदम नरम आ तुलतुलिया तैयारी हबो, बिल्कुल भी टाणा हबनी। एई प्रोसेस रे थरे बनेकी देखंतु तापर आपण माने कमेंट करिवे। तो आजिर रेसिपी होची एटा। जदि आपण मानको पसंद आसीची तो वीडियो को गोटे लाइक करंतु आ चैनल टी को सब्सक्राइब करंतु आ वीडियो को शेयर करबाटा बिल्कुल भूलिबेनी। थैंक यू।